Hello everyone, this is Samir Suna and you are watching my YouTube channel. Now we will discuss about one of the most important topic. ଆଜି ଆମେ +2 ର ଏଜୁକେସନ୍ ସବଜେକ୍ଟର ଦ୍ୱିତୀୟ ଭାଗ ଆଜି ଆମେ ଆଲୋଚନା କରିବା, ଯାହା ଉତ୍କଳର ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବିଷୟରେ। ପ୍ରଥମେ ଆମେ କ'ଣ ଶିଖିବା ତାଙ୍କ ବିଷୟରେ ଦେଖିବା। ଉତ୍କଳର ମଣି ଗୋପବନ୍ଧୁ ଦାସଙ୍କର ଜୀବନୀ ସମ୍ବନ୍ଧରେ ଆମେ ଜାଣିବା। ତାପରେ ଗୋପବନ୍ଧୁ ସାରଙ୍କର ସାହିତ୍ୟ କୃତି ବିଷୟରେ ମଧ୍ୟ ଆଲୋଚନା କରିବା। ଭାରତ ସ୍ୱାଧୀନତା ଆନ୍ଦୋଳନ ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଗୋପବନ୍ଧୁ ଦାସଙ୍କର ସମ୍ପର୍କରେ ଆଲୋଚନା କରିବା, ତାଙ୍କର ଅବଦାନ କ'ଣ ରହିଛି। ତାପରେ ଦେଖିବା ଆମେ ଗୋପବନ୍ଧୁ ଦାସଙ୍କର ଶିକ୍ଷା ଦର୍ଶନ ଓ ବିଭିନ୍ନ ଗୁରୁତ୍ୱ ଗୁଡ଼ିକୁ ନିହାତି ଭାବରେ ବୁଝିବା ଏବଂ ବ୍ୟାଖ୍ୟା କରିବା। ତାପରେ ଦେଖିବା ଆମେ ସତ୍ୟବାଦୀ ବନବିଦ୍ୟାଳୟ ବା ତତ୍କାଳୀନ ଶିକ୍ଷା ବ୍ୟବସ୍ଥା, ମଣିଷ ତିଆରି କାରଖାନା, ସେଇଟା କ'ଣ ତାକୁ ବୁଝିବା ଭଲ ଭାବରେ ସ୍ପଷ୍ଟ ଭାବରେ। ତାପରେ ଦେଖିବା ସତ୍ୟବାଦୀ ଜାତୀୟ ଶିକ୍ଷା ବ୍ୟବସ୍ଥାର ମୂଲ୍ୟାଙ୍କନ ମଧ୍ୟ କରିବା, କେଉଁ ପ୍ରକାରର ଶିକ୍ଷା ଥିଲା। ତାପରେ ଦେଖିବା ଗୋପବନ୍ଧୁ ପ୍ରବର୍ତ୍ତିତ ଶିକ୍ଷା ବ୍ୟବସ୍ଥା ଅନୁସୃତି ଆଦର୍ଶ ଅନୁପ୍ରାଣିତ ହେବା ଏବଂ ଏହାକୁ ନିଜ ଜୀବନରେ ମଧ୍ୟ ପ୍ରୟୋଗ କରିପାରିବା। ଏହିସବୁ ନିହାତି ଭାବରେ ଏହି ବିଷୟମାନଙ୍କୁ ଆମେ ସବୁ ଆଜି କଭର କରିବା। ପ୍ରଥମେ ଦେଖିବା ଉପକ୍ରମରେ କ'ଣ ଅଛି, ତାଙ୍କର ଜୀବନୀ ବିଷୟରେ ରହିଛି, ତାକୁ ଟିକେ ଆମେ ଭଲ ଭାବରେ ବୁଝିବା। ଉତ୍କଳ ଜନନୀ ଯେଉଁ ଯେତେ ଜଣ ସୁଯୋଗ୍ୟ ସନ୍ତାନକୁ ଜନ୍ମ ଦେଇଅଛି, ସେମାନଙ୍କର ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସ ଅଗ୍ରଗଣ୍ୟ। ନିହାତି ଭାବରେ ଯଦି କହିବା ଆମର ଉତ୍କଳ ବା ଓଡ଼ିଶାରେ ଯେତେ ବି ବ୍ୟକ୍ତି ମହାନ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି, ତାଙ୍କର ମଧ୍ୟରୁ ଗୋପବନ୍ଧୁ ଦାସ ହେଉଛନ୍ତି ଅଗ୍ରଗଣ୍ୟ। ନିହାତି ଭାବରେ ସେ ଆଗ ଧାଡ଼ିରେ ରହିପାରିବେ। ଭାରତୀୟ ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜନ୍ମଗ୍ରହଣ କରି ଭାରତର ଜାତୀୟ ଜୀବନ, ସାହିତ୍ୟ ଏବଂ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଆମେ କହିପାରିବା। ସେ ହେଉଛନ୍ତି ନିହାତି ଭାବରେ ଜଣେ ଇତିହାସରେ ଯଦି ତାକୁ ଦେଖିବା, ଘଡ଼ିସନ୍ଧି ମୁହୂର୍ତ୍ତରେ ଜନ୍ମଗ୍ରହଣ କରି ଭାରତର ଜାତୀୟ ଜୀବନ ବା ସାହିତ୍ୟ ସଂସ୍କୃତିକୁ ନିହାତି ଭାବରେ ସେ ବଞ୍ଚାଇ ରଖିଥିଲେ ବା ତାଙ୍କର ଅତୁଳନୀୟ ଅବଦାନ ମଧ୍ୟ ରହିଅଛି। ସେ ଥିଲେ ଆଧୁନିକ ଉତ୍କଳର ଅନ୍ୟତମ ନିର୍ମାତା ବୋଲି ଆମେ କହିପାରିବା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଯେତେବେଳେ ଓଡ଼ିଶାର ଅଧୋଗତି ଚରମ ସୀମାରେ ପହଞ୍ଚିଥିଲା, ସେତେବେଳେ ଏହି କ୍ରାନ୍ତିଦର୍ଶୀ ଜନନାୟକ ଓଡ଼ିଶାର ଗୌରବମୟ ଇତିହାସକୁ ରକ୍ଷା କରିଥିଲେ। ନିହାତି ଭାବରେ ଯଦି ଦେଖିବା, ସେହି ସମୟରେ ଓଡ଼ିଶାରେ ଯେତେ ବିପତ୍ତି ପଡ଼ିଥିଲା ବା କହିପାରିବା ଓଡ଼ିଶା ଘଡ଼ିସନ୍ଧି ମୁହୂର୍ତ୍ତରେ ଚାଲିଥିବା ବେଳେ, ସେତେବେଳେ ଏହି ଜନନାୟକ ଓଡ଼ିଶାର ଗୌରବମୟ ଇତିହାସକୁ ନିହାତି ଭାବରେ ରକ୍ଷା କରିଥିଲେ। ଗୋପବନ୍ଧୁ ଦାସ ଥିଲେ ଏକାଧାରରେ ଜଣେ କବି, ତାଙ୍କୁ ଆମେ କବି ମଧ୍ୟ କହିପାରିବା, ଜଣେ ଭାବୁକ ବୋଲି କହିପାରିବା ଏବଂ ଜଣେ ଦାର୍ଶନିକ କର୍ମୀ ବୋଲି ଆମେ ଜଣେ କହିପାରିବା ଏବଂ ଦେଶପ୍ରେମୀ, ସମାଜ ସଂସ୍କାରକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ମଧ୍ୟ ସେ ଜଣେ ଥିଲେ ବୋଲି ଆମେ କହିପାରିବା। ଏବଂ ପଣ୍ଡିତ ଗୋପବନ୍ଧୁଙ୍କର ଦେଶ ପ୍ରତି ବହୁମୁଖୀ ଅବଦାନ ମଧ୍ୟରୁ ସତ୍ୟବାଦୀ ଶିକ୍ଷା ବ୍ୟବସ୍ଥା ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ବୋଲି କୁହାଯାଇଛି। ଯଦି ଆମେ ଦେଖିବା ଯେ ଗୋପବନ୍ଧୁ ଦାସ ବହୁତ କାମ କରିଛନ୍ତି ବା ବହୁତ ବିଷୟରେ ସେ ଲେଖିଛନ୍ତି, କିନ୍ତୁ ତାଙ୍କର ଶ୍ରେଷ୍ଠ ଯଦି ଆମେ ଦେଖିବା ଅବଦାନ କ'ଣ ରହିଛି, ସେଥିମଧ୍ୟରୁ ସତ୍ୟବାଦୀ ବନବିଦ୍ୟାଳୟ ଶିକ୍ଷା ଯେଉଁ ବ୍ୟବସ୍ଥା ରହିଅଛି, ସେଇଟା ହେଉଛି ମୁଖ୍ୟ ତାଙ୍କର ଅବଦାନ ବା ଶ୍ରେଷ୍ଠ ଅବଦାନ ବୋଲି ଆମେ କହିପାରିବା। ବର୍ତ୍ତମାନ ଆମେ ଦେଖିବା ତାଙ୍କର ଜୀବନୀ ବିଷୟରେ ଆଲୋଚନା କରିବା। ତାଙ୍କର ଜୀବନୀ କ'ଣ ଥିଲା। ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ନାମକ ଏକ କ୍ଷୁଦ୍ର ପଲ୍ଲୀରେ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ଏକ ବ୍ରାହ୍ମଣ ପରିବାରରେ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ। ଯଦି ଦେଖିବା ତାଙ୍କର କେଉଁ ଜିଲ୍ଲାରେ, ନା ପୁରୀ ଜିଲ୍ଲା, ଓଡ଼ିଶାର ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଣ୍ଡୋ ନାମକ ଏକ କ୍ଷୁଦ୍ର ପଲ୍ଲୀରେ, ନିହାତି ଭାବରେ ଛୋଟିଆ ଗୋଟେ ଗାଁରେ ବୋଲି ଆମେ କହିପାରିବା। 1877 ମସିହା ଅକ୍ଟୋବର ମାସ 9 ତାରିଖରେ ଏକ ବ୍ରାହ୍ମଣ ପରିବାରରେ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ କ'ଣ, ବ୍ରାହ୍ମଣ ଲୋକ ଏବଂ ସେହି ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ। ତାଙ୍କର ପିତାଙ୍କର ନାମ ଥିଲା ଦୈତାରୀ ଦାସ ଓ ମାତାଙ୍କର ନାମ ଥିଲା ସ୍ୱର୍ଣ୍ଣମୟୀ ଦେବୀ। ତାଙ୍କର ବାପାଙ୍କର ନାଁ ଥିଲା କ'ଣ, ଦୈତାରୀ ଦାସ ଏବଂ ତାଙ୍କର ମାତାଙ୍କର ନାମ ଥିଲା ସ୍ୱର୍ଣ୍ଣମୟୀ ଦେବୀ। ଗୋପବନ୍ଧୁଙ୍କର ଜନ୍ମର ମାତ୍ର ଅଳ୍ପ ଦିନ ମଧ୍ୟରେ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମା କିଛି ସମୟ ପରେ ବା କିଛି ଅଳ୍ପ ଦିନ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଯେତେବେଳେ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିଥିଲେ। ତେଣୁ ନିଜର ବାଲ୍ୟ ବିଧବା
ପିଉସୀଙ୍କ ଦ୍ୱାରା ଗୋପବନ୍ଧୁ ଲାଲିତ ପାଲିତ ହୋଇଥିଲେ। ଯଦି କହିବା କ'ଣ ଗୋପବନ୍ଧୁ କାହା ଦ୍ୱାରା ତାଙ୍କର ପିଉସୀଙ୍କ ଦ୍ୱାରା ଲାଲିତ ପାଲିତ ମଧ୍ୟ ହୋଇଥିଲେ, ତାଙ୍କ ଦ୍ୱାରା ସେ ବଢ଼ିଥିଲେ। ପିଲାଦିନରୁ ଗୋପବନ୍ଧୁ ଅତ୍ୟନ୍ତ ଧର୍ମପରାୟଣ ଓ ଈଶ୍ୱରୀ ବିଶ୍ୱାସ ଥିଲେ। ସେମାନେ ନିହାତି ଭାବରେ ଈଶ୍ୱରଙ୍କୁ ଅତ୍ୟଧିକ ବିଶ୍ୱାସ ମଧ୍ୟ କରୁଥିଲେ ଏବଂ ପିଲାଦିନରୁ ଅତ୍ୟନ୍ତ ଧର୍ମପରାୟଣ ମଧ୍ୟ ବ୍ୟକ୍ତି ବା ଧାର୍ମିକ ବ୍ୟକ୍ତି ସେ ମଧ୍ୟ ଥିଲେ। 12 ବର୍ଷ ବୟସରେ ଗୋପବନ୍ଧୁଙ୍କର ବିବାହ 9 ବର୍ଷ ବୟସ୍କା ମୋତି ନାମ୍ନୀ ବାଳିକାଙ୍କର ସହ ବିବାହ ହୋଇଥିଲା। ଯେତେବେଳେ 12 ବର୍ଷ ହେଉଥିଲା ଗୋପବନ୍ଧୁ ଦାସଙ୍କୁ, ସେହି ସମୟରେ 9 ବର୍ଷ ହେଉଥିବା ଗୋଟେ ନାବାଳିକା ଝିଅଙ୍କୁ ସେ ବିବାହ ମଧ୍ୟ କରିଥିଲେ। ଭର୍ଣ୍ଣାକୁଲାର ଶିକ୍ଷା ଶେଷ କରି ସେ ପୁରୀ ଜିଲ୍ଲାର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପଢ଼ିଥିଲେ। ସେ ଭର୍ଣ୍ଣାକୁଲାର ବା ପ୍ରାଇମେରୀ ଏଜୁକେସନ୍ ସାରିଲା ପରେ ସେ ପୁରୀର ଉଚ୍ଚ ଇଂରାଜୀ ସ୍କୁଲରେ ମଧ୍ୟ ପାଠ ପଢ଼ିଥିଲେ। 1849 ମସିହାରେ ପୁରୀ ଜିଲ୍ଲା ସ୍କୁଲରୁ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ କଟକ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ସେ କ'ଣ ହେଇଥିଲା ନା ସେ ପାସ୍ କଲେ ମଧ୍ୟ ସେ ଏଣ୍ଟ୍ରାନ୍ସରେ ପାସ୍ କରିକିରି ନିହାତି ଭାବରେ ସେ କଟକର ରେଭେନ୍ସା କଲେଜରେ ତାଙ୍କର ନାମ ଲେଖାଯାଇଥିଲା। କଲେଜରେ ପାଠ ପଢ଼ୁଥିବା ସମୟରେ ସହପାଠୀମାନଙ୍କର ସହ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସେବା ଶୁଶ୍ରୂଷା ଓ ସାହାଯ୍ୟ ଦାନ କରି ନିଜକୁ ଦେଶ ସେବାରେ ନିୟୋଜିତ କରିଥିଲେ। ସେହି ସମୟରେ ଓଡ଼ିଶାରେ ନିହାତି ଭାବରେ ପ୍ରଚୁର ପରିମାଣରେ ବନ୍ୟା ଏବଂ ବାତ୍ୟା ଅଞ୍ଚଳ ହେଉଥାଏ ଏବଂ ସେହି ସମୟରେ ସେ ନିଜର ସବୁ ସାଙ୍ଗସାଥିମାନଙ୍କ ସହିତ ସେବା ଏବଂ ଶୁଶ୍ରୂଷା କରି ସମସ୍ତଙ୍କୁ ସାହାଯ୍ୟ ଦାନ କରି ନିଜକୁ ଦେଶ ସେବାରେ ନିୟୋଜିତ ମଧ୍ୟ କରିଥିଲେ। କିଏ? ଗୋପବନ୍ଧୁ ଦାସ ସେହି ସମୟରେ ସେହି କାମ କରିଥିଲେ। 1904 ମସିହା ସେ ବିଏ ପରୀକ୍ଷାରେ ସଫଳତା ଅର୍ଜନ କରିଥିଲେ। ସେ 1904 ମସିହାରେ ବିଏ ମଧ୍ୟ ପାସ୍ କରିଥିଲେ। ବିଏଲ୍ ପରୀକ୍ଷା ଦେବାକୁ ଯାଇ କଲିକତାରେ ରହିବା ସମୟରେ ଓଡ଼ିଆ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଓଡ଼ିଆ ଶ୍ରମିକ ସଂଘ ଗଠନ କରିଥିଲେ। ନିହାତି ଭାବରେ ସେ ବିଏଲ୍ ପରୀକ୍ଷା ଦେବାକୁ ଯାଇ କଲିକତାରେ ସେ ରହିବାର ସମୟରେ ଯେତେ ଓଡ଼ିଆ ଲୋକ ଥିଲେ ଶ୍ରମିକମାନଙ୍କର ମଧ୍ୟ ସେମାନେ ନିହାତି ଭାବରେ ତାଙ୍କର ସମସ୍ୟାର ସମାଧାନ କରିଥିଲେ ଏବଂ ଗୋଟେ ଓଡ଼ିଆ ଶ୍ରମିକ ସଂଘ ମଧ୍ୟ ଗଠନ କରିଥିଲେ। 1906 ମସିହାରେ ଗୋପବନ୍ଧୁ ଦାସ ବିଏଲ୍ ପାସ୍ କରିଥିଲେ। ସେହି ବର୍ଷ ତାଙ୍କର ପ୍ରିୟତମା ପତ୍ନୀ ମୋତି ଦେବୀଙ୍କର ଦେହାନ୍ତ ହୋଇଥିଲା। ସେହି ବର୍ଷ ଯେଉଁ ବର୍ଷ ସେ ବିଏଲ୍ ପାସ୍ କରିଥିଲେ ସେହି ବର୍ଷ ତାଙ୍କର ପ୍ରିୟତମ ପତ୍ନୀ ଯିଏ ତାଙ୍କର ମୋତି ଦେବୀଙ୍କର ଦେହାନ୍ତ ମଧ୍ୟ ତାଙ୍କର ସ୍ତ୍ରୀ ମଧ୍ୟ ଦେହାନ୍ତ ହୋଇଯାଇଥିଲେ। ବାଲ୍ୟକାଳରେ ମାତାଙ୍କର ମୃତ୍ୟୁ, କଲେଜରେ ପଢ଼ୁଥିବା ସମୟରେ ସନ୍ତାନର ଅକାଳ ମୃତ୍ୟୁ ଏବଂ ବିଏଲ୍ ପାସ୍ କରିବା ସମୟରେ ପ୍ରିୟତମା ପତ୍ନୀଙ୍କର ଆକସ୍ମିକ ବିଯୋଗ ପରେ ଗୋପବନ୍ଧୁଙ୍କର ଏକ ଭିନ୍ନ ମଣିଷରେ ରୂପାନ୍ତରିତ ହୋଇଥିଲେ। ନିହାତି ଭାବରେ ଦେଖିବାକୁ ଗଲେ ଗୋପବନ୍ଧୁ ଦାସ ଏକ ଭିନ୍ନ ମଣିଷରେ ସେ ତିଆରି ହୋଇଥିଲେ। କାହିଁକିନା ତାଙ୍କର ସେହି ସମୟରେ ପଢ଼ୁଥିବା ସମୟରେ ତାଙ୍କର ପୁଅକୁ ମଧ୍ୟ ସେ ହରାଇଥିଲେ ଏବଂ ପରେ ତାଙ୍କର ସ୍ତ୍ରୀକୁ ମଧ୍ୟ ହରାଇଥିଲେ। ମାତ୍ର 30 ବର୍ଷ ବୟସରୁ ଆରମ୍ଭ ହେଲା କର୍ମଯୋଗୀ ସନ୍ନ୍ୟାସୀ ଗୋପବନ୍ଧୁଙ୍କର ତ୍ୟାଗପୂତ ଜୀବନ। ନିହାତି ଭାବରେ 30 ବର୍ଷ ବୟସରେ ସେ ସବୁଯାକ ଏବଂ କର୍ମଯୋଗୀ ବା ସନ୍ନ୍ୟାସୀ ହିସାବରେ ସେ ବାହାରିଲେ। ନୀଳଗିରି, ପୁରୀ, କଟକ, ମୟୂରଭଞ୍ଜରେ ଗୋପବନ୍ଧୁ ବିଭିନ୍ନ ସମୟରେ ଓକିଲାତି କରିଥିଲେ। ନିହାତି ଭାବରେ ଯଦି ଆମେ କହିବା ସେ ବିଏଲ୍ ପାସ୍ କରିସାରିବା ପରେ ଓକିଲାତି ହୋଇଥିଲେ ଏବଂ ଓକିଲାତି ପରେ ସେ ନୀଳଗିରି, ପୁରୀ, କଟକ ଓ ମୟୂରଭଞ୍ଜରେ ଗୋପବନ୍ଧୁ ବିଭିନ୍ନ ସମୟରେ ଓକିଲାତି ମଧ୍ୟ କରିଥିଲେ। ଓକିଲାତି କରିବା ସମୟରେ ଗୋପବନ୍ଧୁ ନିଜର ବହୁତ ସାମାଜିକ କାର୍ଯ୍ୟ ତଥା ଘରପୋଡ଼ି, ମ୍ୟାଲେରିଆ, ହଇଜା ଓ ବନ୍ୟା ସମୟରେ ଦୁର୍ଗତମାନଙ୍କର ସେବାରେ ନିଜକୁ ନିୟୋଜିତ କରିଥିଲେ। ସେହି ସମୟରେ ଅତ୍ୟଧିକ ଓଡ଼ିଶାରେ ବନ୍ୟା ହୁଏ, ବାତ୍ୟା ହୁଏ, ମ୍ୟାଲେରିଆ ଜ୍ୱର ହୋଇଥାଏ, ନିହାତି ଭାବରେ ହଇଜା, ଝାଡ଼ା ବାନ୍ତି ଏହିସବୁ ଦେଖିବାକୁ ମିଳିଥାଏ। ସେହି ସମୟରେ ଗୋପବନ୍ଧୁ ଦାସ ନିଜକୁ ଦେଶ ସେବା ବା ଲୋକମାନଙ୍କର ସେବା ପାଇଁ ନିୟୋଜିତ ମଧ୍ୟ କରିଥିଲେ। ପୁରୀରେ ଓକିଲାତି କରୁଥିବା ସମୟରେ 1909 ମସିହାରେ ମାତ୍ର 19 ଜଣ ଛାତ୍ରଙ୍କୁ ନେଇ ସତ୍ୟବାଦୀର ବକୁଳ ବନରେ ଏକ ମାଧ୍ୟମ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେତେବେଳେ ସେ ପ୍ରକାର ବିଦ୍ୟାଳୟକୁ ମାଇନର
ସ୍କୁଲ ମଧ୍ୟ କୁହାଯାଉଥିଲା। ସେହି ସମୟରେ ପୁରୀରେ ଓକିଲାତି କରୁଥିବା ସମୟରେ 1909 ମସିହାରେ ମାତ୍ର 19 ଜଣ ଛାତ୍ରଙ୍କୁ ନେଇ ସତ୍ୟବାଦୀ ବନବିଦ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ ଏବଂ ସେତେବେଳେ ସେ ପ୍ରକାର ବିଦ୍ୟାଳୟକୁ ମାଇନର ସ୍କୁଲ ମଧ୍ୟ କୁହାଯାଉଥିଲା। 1916 ମସିହାରେ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ, କିନ୍ତୁ ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନ ଝାସ ଦେଇ ଏହି ବିପଦରୁ ଇସ୍ତଫା ପ୍ରଦାନ କରିଥିଲେ। ନିହାତି ଭାବରେ ସେହି ସମୟରେ ମହାତ୍ମା ଗାନ୍ଧୀ ଯେଉଁ ଅସହଯୋଗ ଆନ୍ଦୋଳନ କରିଥିଲେ, ସେହି ସମୟରେ ତାଙ୍କୁ କ'ଣ ଝାସ ଦେଇ ଏହି ପଦବୀରୁ ନିହାତି ଭାବରେ ତାଙ୍କୁ କ'ଣ ଇସ୍ତଫା ଦେବାକୁ ପ୍ରଦାନ କରିବାକୁ କରିଥିଲେ। ଗୋପବନ୍ଧୁଙ୍କର ଉଦ୍ୟମରେ 1921 ମସିହାରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସି କଟକ, ସାକ୍ଷୀଗୋପାଳ, ବ୍ରହ୍ମପୁର ଓ ଅନ୍ୟାନ୍ୟ ସ୍ଥାନରେ ଉତ୍କଳୀୟ ଜନତାକୁ ଉଦ୍ବୋଧିତ କରିଥିଲେ। ତାଙ୍କର ମାଧ୍ୟମରେ ଗାନ୍ଧୀଜୀ ଓଡ଼ିଶାକୁ ଆସିଥିଲେ ଏବଂ ଓଡ଼ିଶାରେ ସେ କିଛି ଉଦ୍ବୋଧନ ମଧ୍ୟ ଦେଇଥିଲେ। କେଉଁ ଜାଗା? ସାକ୍ଷୀଗୋପାଳ, ବ୍ରହ୍ମପୁର ଓ ଅନ୍ୟାନ୍ୟ ସ୍ଥାନରେ ଉତ୍କଳୀୟ ଜନତା ଉଦ୍ବୋଧନ ଦେଇଥିଲେ। ଉତ୍କଳର ଗୌରବ ମଧୁସୂଦନ ଦାସଙ୍କର ପୃଷ୍ଠପୋଷକତାରେ ଗଠିତ ଉତ୍କଳ ସମ୍ମିଳନୀରେ ଭାଗ ନେଇ ସେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏବଂ ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ରୂପେ ସ୍ୱୀକାର କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ନିହାତି ଭାବରେ ଯଦି ଦେଖିବା, ପ୍ରଥମେ ଓଡ଼ିଆ ଗୋଟେ ସ୍ୱତନ୍ତ୍ର ଭାଷା ବା ସ୍ୱତନ୍ତ୍ର ପ୍ରଦେଶ ଯେଉଁ ଗଠନ କରାଯାଇଅଛି, ସେଥିରେ ନିହାତି ଭାବରେ ଭରପୁର ଭୂମିକା ରହିଅଛି ଗୋପବନ୍ଧୁ ଦାସଙ୍କର ବୋଲି ଆମେ କହିପାରିବା। ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଭାରତର ସ୍ୱାଧୀନତା ଆନ୍ଦୋଳନ କରିବାକୁ ଗୋପବନ୍ଧୁଙ୍କୁ ହଜାରିବାଗରେ କାରାଦଣ୍ଡ ଭୋଗ କରିବାକୁ ପଡ଼ିଥିଲା। ନିହାତି ଭାବରେ ଯଦି ଦେଖିବା, ବ୍ରିଟିଶ ସରକାରଙ୍କ ବିରୋଧରେ ମଧ୍ୟ ଭାରତ ସ୍ୱାଧୀନତାରେ ଆନ୍ଦୋଳନ ଯୋଗ ଦେଇଥିଲେ ଏବଂ ତେଣୁକରି ଗୋପବନ୍ଧୁ ଦାସଙ୍କୁ ହଜାରିବାଗରେ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା। ଏହି କାରାଗାରରେ ରହିବା ସମୟରେ ସେ ରଚନା କରିଥିଲେ ତାଙ୍କର ଅମର ସାହିତ୍ୟ କୃତି କାରକ କବିତା ବୋଲି ଗୋଟେ କବିତା ଏବଂ ବନ୍ଦୀର ଆତ୍ମକଥା। ନିହାତି ଭାବରେ ଏହି ଦୁଇଟି ପୁସ୍ତକ ସେ ସେହି ସମୟରେ କ'ଣ କରିଥିଲେ, ସେଠି ଲେଖିଥିଲେ। 1924 ମସିହାରେ କାରାମୁକ୍ତ ହେବା ପରେ ସେ 1924 ମସିହାରେ କାରାମୁକ୍ତ ହେଲେ ବା ଦଣ୍ଡରୁ ଯେଉଁ ଜେଲରେ ଥିଲେ ବାହାରିଲେ। ସେ ଜାତୀୟ କଂଗ୍ରେସ ପ୍ରାଦେଶିକ ସମ୍ମିଳନୀରେ ଯୋଗ ଦେଇଥିଲେ। ନିହାତି ଭାବରେ ଜାତୀୟ କଂଗ୍ରେସରେ ସେ ମଧ୍ୟ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ସଭାପତି ବିଶିଷ୍ଟ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ଗୋପବନ୍ଧୁଙ୍କୁ ଉତ୍କଳର ମଣି ନାମରେ ସମ୍ବୋଧନ କରିଥିଲେ। ନିହାତି ଭାବରେ ସେହି ସମୟରେ କିଏ, ଯଦି ଏଇଟା ନିହାତି ଭାବରେ କ୍ୱେଶ୍ଚିନ୍ରେ ଆସିଥାଏ, ତେଣୁ ଏହାକୁ ମନେ ନିହାତି ଭାବରେ ରଖିବା। ଏହି ସମ୍ମିଳନୀର ସଭାପତି ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ଗୋପବନ୍ଧୁଙ୍କୁ ଉତ୍କଳର ମଣିର ଆଖ୍ୟା ବା ନାମରେ ସମ୍ବୋଧିତ କରିଥିଲେ। ସେହି ଦିନଠାରୁ ଗୋପବନ୍ଧୁ ଉତ୍କଳର ମଣି ନାମରେ ସୁପରିଚିତ। ନିହାତି ଭାବରେ ଯଦି ଆମେ କହିବା, ଉତ୍କଳ ବା ଓଡ଼ିଶାର ଗୌରବ ବା ଉତ୍କଳର ମଣି ବୋଲି ଯାହାକୁ କହିପାରିବା, ସେ ହେଉଛନ୍ତି ଗୋପବନ୍ଧୁ ଦାସ। 1928 ମସିହାରେ ଭାରତ ସେବକ ସମାଜର ଲାହୋର ଅଧିବେଶନରୁ ଫେରିବା ପରେ ସେ ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ। 1928 ମସିହା ଜୁନ ମାସରେ 17 ତାରିଖ ରବିବାର ସନ୍ଧ୍ୟା 7:25 ତାଙ୍କର ପ୍ରିୟ ଭୂମି ସତ୍ୟବାଦୀଠାରେ ଉତ୍କଳର ମଣିଙ୍କର ମହାପ୍ରଣୟନ ହୋଇଥିଲା। ନିହାତି ଭାବରେ ସେହି ସମୟରେ ଲାହୋରରେ ଯେଉଁ 1928 ମସିହାରେ ଭାରତ ସେବକ ସମାଜ ବା ଲାହୋରରେ ଅଧିବେଶନ ହୋଇଥିଲା, ତେଣୁ ସେହି ଜାଗାରୁ ଫେରିବା ପରେ ସେ ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ ଏବଂ 1928 ମସିହା ଜୁନ ମାସ 17 ତାରିଖରେ ରବିବାର ସନ୍ଧ୍ୟା 7:25 ସମୟରେ ତାଙ୍କର ସତ୍ୟବାଦୀ ବନବିଦ୍ୟାଳୟରେ ସେ ମହାପରିନିର୍ବାଣ ବା ମହାପରିନିର୍ବାଣ ମଧ୍ୟ ହେଇଥିଲେ। ଏ ଥିଲା ଗୋପବନ୍ଧୁ ଦାସଙ୍କର ଜୀବନୀ। ପୁଣି ଆମେ ନେକ୍ସଟ କ୍ଲାସ୍ରେ ପଢ଼ିବା ଶିକ୍ଷାର ଦର୍ଶନ। ଗୋପବନ୍ଧୁ ଦାସଙ୍କର ଶିକ୍ଷାର ଦର୍ଶନ, ଆମେ ତାଙ୍କର ଫିଲୋସଫି, ଏଜୁକେସନାଲ୍ ଫିଲୋସଫି କ'ଣ ଅଛି ନିହାତି ଭାବରେ ଡିସ୍କସ୍ କରିବା।